ନୌମା ଭଗବତୀ ଶରଣମ୍। ଦର୍ଶକ ବନ୍ଧୁ, 12 ଅଧିପତି ଚନ୍ଦ୍ର ମହାଗ୍ରହଙ୍କୁ ନମନ କରି ଜାଣିବା ଆଜିର ରାଶି ଫଳ ବିଷୟରେ। ସର୍ବପ୍ରଥମେ ଜାଣିବା ଆଜିର ରାଶି ନକ୍ଷତ୍ର ତଥା ପଞ୍ଚାଙ୍ଗ ବିଷୟରେ। ଆଜି ଆଶ୍ୱିନ ମାସ ଶୁକ୍ଳପକ୍ଷ ଇଂରାଜୀ ତାରିଖ ଅକ୍ଟୋବର ମାସ 24 ତାରିଖ 2024 ମସିହା ସୋମବାର। ଆଜି ଚତୁର୍ଥୀ ତିଥି। ଅନୁରାଧା ନକ୍ଷତ୍ର ବିଛାଚନ୍ଦ୍ର ପ୍ରୀତି ଯୋଗ ବିଷ୍ଟିକରଣ ଯୋଗିନୀ ଦକ୍ଷିଣ ଦିଗରେ। ଆଜି ମିଥୁନ ରାଶିର ଘାତବାର ଏବଂ ସିଂହ କନ୍ୟା ମକର ରାଶି ମହିଳାଙ୍କ ଘାତ ଚନ୍ଦ୍ର। ରାହୁକାଳ ଦିବା 7 ଘଣ୍ଟା 9 ମିନିଟରୁ ଦିବା 8 ଘଣ୍ଟା 37 ମିନିଟ ମଧ୍ୟରେ। ଆଜିର ଗ୍ରହସ୍ଥିତି ବୃହସ୍ପତି ବୃଷ ରାଶିରେ, ମଙ୍ଗଳ ମିଥୁନ ରାଶିରେ, ରବି ବୁଧ କେତୁ କନ୍ୟା ରାଶିରେ, ଶୁକ୍ର ତୁଳା ରାଶିରେ, ଚନ୍ଦ୍ରମା ବିଛା ରାଶିରେ, ଶନି କୁମ୍ଭ ରାଶିରେ ଏବଂ ରାହୁ ମୀନ ରାଶିରେ ଗୋଚର କରିବେ। ଦର୍ଶକ ବନ୍ଧୁ, ରାଶିଫଳ ଜାଣିବା ଆଗରୁ ଜାଣିବା ଆଜିର ଦିବ୍ୟ ଚିନ୍ତନ ବିଷୟରେ। ଦିବ୍ୟ ଚିନ୍ତନରେ ଅଛି ଜଣେ ଦର୍ଶିକାଙ୍କ ପ୍ରଶ୍ନ। ଦର୍ଶିକା ଜଣକ ପ୍ରଶ୍ନ ରଖିଛନ୍ତି, ପ୍ରକୃତରେ ସତୀନାରୀ କାହାକୁ କୁହାଯାଏ? ସଂକ୍ଷିପ୍ତରେ ଉତ୍ତର ରଖିବେ। ଦର୍ଶକ ବନ୍ଧୁ, ଶାସ୍ତ୍ର ସମ୍ମତ ଯାହା ଶାସ୍ତ୍ର ବିଷୟବସ୍ତୁ ଉପରେ ଯଦି ଆମେ ଆଲୋଚନା କରିବା, ଶାସ୍ତ୍ର କହେ ଭୋଗେ ଭଗ୍ନିରତି ବେଶ୍ୟା ଭୋଜନେ ଜନନୀ ସମା ବିବାଦୀ ମନ୍ତ୍ରୀଣମ୍ ବୁଦ୍ଧି ସା କନ୍ୟା ପରବଲ୍ଲଭା। କହିବାର ଅର୍ଥ ହେଲା, ଯେତେବେଳେ ସ୍ତ୍ରୀ ସ୍ୱାମୀକୁ ଖାଇବାକୁ ଦେଉଥାଏ ସେହି ସମୟରେ ମା ତାର ସ୍ୱରୂପ ଧାରଣ କରିଥାଏ। ଯେଉଁ ସମୟରେ ସ୍ୱାମୀର ସେବା କରୁଥାଏ ସେହି ସମୟରେ ସିଏ ଭଗ୍ନୀର ସ୍ୱରୂପ ଧାରଣ କରିଥାଏ। ଦର୍ଶକ ବନ୍ଧୁ, କେବଳ ମାତ୍ର କ୍ଷଣିକ ସମୟ ପାଇଁ ସିଏ ଆସକ୍ତି ଚିତ୍ତ ଧାରଣ କରିଥାଏ। କେବଳ ମାତ୍ର ନିଜର ସ୍ୱାମୀକୁ ସିଏ ସୁଖ ଶାନ୍ତିରେ କେମିତି ରଖିବ ସେହି ଗୋଟିଏ ବିଷୟବସ୍ତୁ ଉପରେ ସଦାସର୍ବଦା ସିଏ ଘୁରି ବୁଲୁଥାଏ। ଯେତେବେଳେ ସ୍ୱାମୀକୁ ବିପଦ ଆସିଥାଏ, ଯଦି ମନ୍ତ୍ରୀତୁଲ୍ୟ ବୁଦ୍ଧି ପ୍ରଦାନ କରିକି ବିପଦରୁ ସ୍ୱାମୀକୁ ଉଦ୍ଧାର କରିଥାଏ, ତାହେଲେ ତାକୁ ସତୀ ନାରୀ ବୋଲିକି ଏବଂ ଉତ୍ତମା ସ୍ତ୍ରୀ ବୋଲିକି କୁହାଯାଏ। କେତେକ ଶାସ୍ତ୍ରରେ ଲିଖିତ ମଧ୍ୟ ଅଛି, ଗୋଟିଏ ନାରୀ ଯଦି ଗୋଟିଏ ସ୍ୱାମୀ ସହିତ ସମ୍ପର୍କ ସ୍ଥାପନ କରିକି ଜୀବନଯାପନ କରିକି ମୃତ୍ୟୁବରଣ କରିଯାଏ, ତାହେଲେ ତାକୁ ସତୀ ନାରୀ କୁହାଯାଏ। ଦର୍ଶକ ବନ୍ଧୁ, ଗୋଟିଏ ସତୀ ନାରୀ ଯଦି ହେବା ପାଇଁ ଗୋଟିଏ ନାରୀ ଚାହେଁ, ଗୋଟିଏ ନାରୀ ଯଦି ନିଜର ସତୀତ୍ୱ ବଞ୍ଚାଇବାକୁ ଚାହେଁ, ନିଜର ସତୀତ୍ୱ ବଞ୍ଚାଇବାକୁ ଚାହିଁଲେ ସଦାସର୍ବଦା ସିଏ ନିଜର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ନିଜର ପିତୃ ସ୍ୱରୂପ ଦୃଷ୍ଟିରେ ଦେଖିଥାଏ। ଯେଉଁମାନେ ନିଜର ବୟସରୁ ଛୋଟ ହୋଇଥାନ୍ତି ତାଙ୍କୁ ପୁଅ କିମ୍ବା ଭାଇର ରୂପରେ ଦେଖିଥାଏ। କିନ୍ତୁ ଯେଉଁମାନଙ୍କ ମନ ଭିତରେ ଆସକ୍ତି ଚିତ୍ତ ରହିଥାଏ ସେମାନଙ୍କର ବିଷୟବସ୍ତୁ ନେଇକି ଆଲୋଚନା କରିବା ଉଚିତ ନୁହେଁ। ଆପଣ ଯେଉଁ ପ୍ରଶ୍ନ ରଖିଛନ୍ତି ସତୀ ନାରୀ କାହାକୁ କୁହାଯାଏ? ଯେଉଁ ନାରୀ କେବେ ବି ଅନ୍ୟ ପୁରୁଷ ସହ ବାର୍ତ୍ତାଳାପ କରେନି, ଅନ୍ୟ ପୁରୁଷ ସହ କୌଣସି ପ୍ରକାର ସମ୍ପର୍କ ସ୍ଥାପନ କରେ ନାହିଁ, ଅନ୍ୟ ପୁରୁଷକୁ ଦେଖିଲେ ଯେତେବେଳେ ସିଏ ମନ ଭିତରେ ବିରକ୍ତି ଭାବ ପ୍ରକାଶ କରେ, କେବଳ ମାତ୍ର ତା ସ୍ୱାମୀଟି ତା ଆଖିରେ ଝୁଲୁଥାଏ। ଦର୍ଶକ ବନ୍ଧୁ, ଗୋଟିଏ ସତୀ ନାରୀ କେବେ ବି ଅନ୍ୟ ପୁରୁଷ ସହିତ ଆସକ୍ତି ଚିତ୍ତ ରଖିବା ପାଇଁ ଚାହେଁ ନାହିଁ। ଗୋଟିଏ ନାରୀ ଯଦି ଗୋଟିଏ ସ୍ୱାମୀ ଛାଡ଼ିକି ଅନ୍ୟ ନାରୀକୁ ଗ୍ରହଣ କରେ, ତାହେଲେ ସେ ଜାଗାରେ ପୁରୁଷର ମଧ୍ୟ ପୁରୁଷତ୍ୱ ଲୋପ ହୋଇଯାଏ। ନାରୀ ମଧ୍ୟ ସେହି ପ୍ରକାର ଗୋଟିଏ ସ୍ୱାମୀ ଛାଡ଼ିକି ଅନ୍ୟ ସ୍ୱାମୀକୁ ଯଦି ସିଏ ନିଜର କରିଥାଏ, ତାହେଲେ ତାକୁ ମଧ୍ୟ ଅସତୀ ନାରୀ ବୋଲିକି କୁହାଯାଏ। କେବଳ ମାତ୍ର ଏତିକି ନୁହେଁ, ଅନ୍ୟ ପୁରୁଷକୁ ଯଦି ଆଖି ଉଠେଇକି ଦେଖେ ଏବଂ ମନ ଭିତରେ ଯଦି ଆସକ୍ତି ଚିତ୍ତ ଆସେ, ତାହେଲେ ବି ମଧ୍ୟ ତାକୁ ଅସତୀ ନାରୀ ବୋଲିକି କୁହାଯାଏ। ଦର୍ଶକ ବନ୍ଧୁ, ଯିଏ ପ୍ରକୃତରେ ସତୀ ନାରୀ ହୋଇଥାଏ, ସଦାସର୍ବଦା ସ୍ୱାମୀକୁ ବିପଦ ମୁଖରୁ ବଞ୍ଚେଇକି ରଖିଥାଏ, ତାକୁ ହିଁ ପ୍ରକୃତରେ ସତୀ ନାରୀ ବୋଲିକି କୁହାଯାଏ। ଆଗକାଳରେ ସତୀଦାହ ପ୍ରଥା ଥିଲା। ଯେତେବେଳେ ଗୋଟିଏ ନାରୀ ମୃତ୍ୟୁବରଣ କରେ, ସେହି ସମୟରେ ସ୍ୱାମୀକୁ ମୃତ୍ୟୁବରଣ କରିବାକୁ ପଡ଼େନି, କିନ୍ତୁ ସ୍ୱାମୀ ଯେତେବେଳେ ମୃତ୍ୟୁବରଣ କରେ, ସ୍ତ୍ରୀଟା ନିହାତି ସ୍ୱାମୀର ଚିତା ଉପରେ ଆତ୍ମସମର୍ପଣ କରିଥାଏ, ଯାହାକି ନିଜର ଶରୀରକୁ ଜାଳି ପୋଡ଼ିକି ପାଉଁଶ କରିଦେବା ପାଇଁ ସିଏ ନିଜେ ବାଧ୍ୟ ହେଉଥିଲା, ଯାହାକି ସାମାଜିକ ରୀତିନୀତି ଚଳୁଥିଲା। କିନ୍ତୁ ଆଜି ଦିନଟିରେ ଯେତେବେଳେ ନାରୀ ସ୍ୱାଧୀନତା ପାଇଯାଇଛି, ନାରୀ ପାଇଁ ସମ୍ବିଧାନ ଗଠନ ହୋଇଛି, ନାରୀ ପାଇଁ ନ୍ୟାୟ ଅଛି, ନାରୀ ଯେତେବେଳେ ଚାହୁଁଛି ତାର ମନମାଫିକର କାମ କରିବା ପାଇଁ ମଧ୍ୟ ଅଗ୍ରସର ହେଉଛି। ଏଣୁକରି ନାରୀର ସତୀତ୍ୱ ବିଷୟବସ୍ତୁ ନେଇକି ଯଦି ଆମେ ଆଲୋଚନା କରିବା, ଏହି କଳିଯୁଗରେ ସତୀତ୍ୱ ଅଳ୍ପ ମାତ୍ରାରେ ରହିଥାଏ। ଇଏ ଥିଲା ଆପଣଙ୍କ ପ୍ରଶ୍ନ। ଏବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ରାଶିଫଳଟି ଆପଣଙ୍କ ଚନ୍ଦ୍ର ରାଶି ଉପରେ ଆଧାରିତ। ଆପଣଙ୍କ ଜନ୍ମଗୋଷ୍ଠୀରେ ଚନ୍ଦ୍ରମା ଯେଉଁ ରାଶିରେ ଅବସ୍ଥାନ କରିଛନ୍ତି, ସିଏ ହେଉଛି ଆପଣଙ୍କ ଚନ୍ଦ୍ର ରାଶି ବା ଜନ୍ମ ରାଶି। ଯଦି ଆପଣ ନିଜର ଜନ୍ମରାଶି ଜାଣିନାହାନ୍ତି, ତାହେଲେ ପ୍ରଚଳିତ ନାମ ରାଶି ଅନୁସାରେ ରାଶିଫଳଟି ଦେଖିପାରିବେ। ଚନ୍ଦ୍ରମା ଆଜି ଶନିଙ୍କ ନକ୍ଷତ୍ରରେ ବିଛା ରାଶିରେ ଗୋଚର କରିବେ। ଫଳରେ ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶି ଉପରେ ଚନ୍ଦ୍ରମାଙ୍କ କେଉଁ ପ୍ରକାର ପ୍ରଭାବ ରହିବ
ଉକ୍ତ ବିଷୟବସ୍ତୁ ଉପରେ ପରିଚିତ ହେବା। କାଳପୁରୁଷ ଚକ୍ରର ପ୍ରଥମ ରାଶି ମେଷ ରାଶି। ମେଷ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଅଷ୍ଟମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆଶାତୀତ ଫଳପ୍ରାପ୍ତିରେ ବିଳମ୍ବ ଯୋଗ ଦେଖାଯିବ। ସରକାରୀ ବେସରକାରୀ କର୍ମକୁ ନେଇକି ତରତର ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଇନ ଅଦାଲତ କର୍ମ ଯଦି କିଛି ଥାଏ ବୁଝି ବିଚାରିକି କର୍ମ ନିର୍ବାହ କରନ୍ତୁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ରହିବ। ଦିନଟିରେ ମିତ୍ର ଲାଭର ସୂଚନା ଅଛି। ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ମଧ୍ୟ ଦୁର୍ବଳ ଅଟେ। ଯାତ୍ରା ପାଇଁ ଦିନଟି ବିଶେଷ ସୁଖଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅନ୍ୟ ଉପରେ ନିର୍ଭରଶୀଳ ରହିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଧୂସର ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 6। ଆପଣ ଆଜି ଦୁର୍ଗା ନବାକ୍ଷରୀ ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବୃଷ ରାଶି। ବୃଷ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ସପ୍ତମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସଦାସର୍ବଦା କର୍ମଚଞ୍ଚଳ ରହିବେ। ସ୍ୱକର୍ମରେ ଆନନ୍ଦର ଲହରୀ ଖେଳିବ। ସରକାରୀ ବେସରକାରୀ କର୍ମକୁ ନେଇକି ଉଚ୍ଚ ପଦ ପ୍ରାପ୍ତି କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ରହିବା ସହିତ ଆର୍ଥିକ ସ୍ଥିତି ଅତି ଉତ୍ତମ ଅଟେ। ଦିନଟିରେ ଶତ୍ରୁ ହାନିର ସୂଚନା ଅଛି। ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ରହିବ। ଯାତ୍ରା ପାଇଁ ଦିନଟି ସୁଖଦ ଅଟେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ କର୍ମଚଞ୍ଚଳ ରହିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ସବୁଜ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 3। ଆପଣ ଆଜି ଓଁ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଷଷ୍ଠ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ପରିଶ୍ରମ ମୁତାବକ ଫଳପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଅତ୍ୟନ୍ତ ଖୁସି ଅନୁଭବ କରିବେ। ବ୍ୟବସାୟରେ ଉନ୍ନତିର ମାର୍ଗଦର୍ଶନ ହେବା ସହିତ ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସଦୃଢ଼ ରହିବ। ଆର୍ଥିକ ସ୍ଥିତି ଅତି ଉତ୍ତମ ଅଟେ। ଦିନଟିରେ ଗୁପ୍ତ ଶତ୍ରୁ ପରାଜିତ ହେବେ। ସ୍ୱାସ୍ଥ୍ୟ ଶରୀର ସବଳ ରହିବା ସହିତ ନୂତନ ବନ୍ଧୁ ମିଳନର ସୁଯୋଗ ପ୍ରାପ୍ତି ହେବ। ଯାତ୍ରା ପାଇଁ ଦିନଟି ଅମୃତ ତୁଲ୍ୟ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଉତ୍ତମ ଫଳ ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଶ୍ୟାମଳ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 5। ଆପଣ ଆଜି କ୍ଲିଂ ମନ୍ତ୍ରକୁ 54 ଥର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ପଞ୍ଚମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଗତିରୋଧ ଯୋଗ ସଂଗଠିତ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ମନ ଭିତରେ ବିରକ୍ତି ଭାବନା ଜାତ ହୋଇପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଆଦୌ ଶୁଭଦାୟକ ନୁହେଁ। ଦିନଟିରେ ସନ୍ତାନ ପୀଡ଼ାର ସୂଚନା ଅଛି। ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ମଧ୍ୟ ଦୁର୍ବଳ ରହିପାରେ। ଯାତ୍ରା ପାଇଁ ଦିନଟି ଆଦୌ ଶୁଭଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ତରତର ନିଷ୍ପତ୍ତି ନେଇକି ସନ୍ତାପିତ ହୋଇପାରନ୍ତି। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଫିକା ଗୋଲାପୀ ରଙ୍ଗ, ଶୁଭ ଅଙ୍କ 8। ଆପଣ ଆଜି ଗାୟତ୍ରୀ ମନ୍ତ୍ରକୁ 54 ଥର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦାୟକ ହେବ। ସିଂହ ରାଶି। ସିଂହ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଚତୁର୍ଥ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଉତ୍ସାହିତ ରହିବେ। କିନ୍ତୁ ମିଳିତ ବ୍ୟବସାୟକୁ ନେଇକି ମନ ଭିତରେ ବିରକ୍ତି ଭାବନା ପ୍ରକାଶ ପାଇବ। ସରକାରୀ ବେସରକାରୀ କର୍ମକୁ ନେଇକି ଅଳ୍ପ ମାତ୍ରାରେ ଆଶ୍ୱସ୍ତି ପ୍ରାପ୍ତି କରିବେ। କିନ୍ତୁ ପରିବାର ମଧ୍ୟରେ ଅଶାନ୍ତିର ବାତାବରଣ ରହିପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଆଦୌ ଶୁଭଦାୟକ ନୁହେଁ। ପ୍ରେମ ସମ୍ପର୍କକୁ ନେଇକି ମାନ ସମ୍ମାନ ପ୍ରତି ସଦାସର୍ବଦା ଯତ୍ନଶୀଳ ରୁହନ୍ତୁ। ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସହିତ ଦିନଟିରେ ମାତୃପୀଡ଼ାର ସୂଚନା ଅଛି। ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ରହିବ। କିନ୍ତୁ ମନ ଭିତରେ ବିରକ୍ତି ଭାବ ପ୍ରକାଶ ପାଇବ। ଯାତ୍ରା ପାଇଁ ଦିନଟି ଅତି ଉତ୍ତମ ଅଟେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସଦାସର୍ବଦା ବିଳମ୍ବରେ କାର୍ଯ୍ୟ ସିଦ୍ଧିର ସୂଚନା ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି କେଶର ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ତୃତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅର୍ଥ ସୁଖ ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଅଳ୍ପ ମାତ୍ରାରେ ଆଳସ୍ୟ ଭାବ ରହିପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ଦିନଟିରେ ପରିବାର ମଧ୍ୟ ମାଙ୍ଗଳିକ କର୍ମ ହୋଇପାରେ। ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ରହିବ। ଯାତ୍ରା ସମୟରେ ଅମୃତ ତୁଲ୍ୟ ଫଳ ପ୍ରାପ୍ତି କରିବେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସଦାସର୍ବଦା ଉତ୍ସାହିତ ରହିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଧବଳ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 6। ଆପଣ ଆଜି ଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ତୁଳା ରାଶି। ତୁଳା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱିତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ବିପଦରେ ସମ୍ମୁଖୀନ ହୋଇପାରନ୍ତି। ଏଣୁକରି ଅନ୍ୟ କାହାରି ଉପରେ ଭରସା ରଖନ୍ତୁ ନାହିଁ। ସରକାରୀ ବେସରକାରୀ କର୍ମକୁ ନେଇକି ଉପରିସ୍ଥ କର୍ମଚାରୀଙ୍କ ପରାମର୍ଶ ଅନୁସାରେ କର୍ମ ସମ୍ପାଦନ କରନ୍ତୁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସଦୃଢ଼ ରଖନ୍ତୁ।
ଆର୍ଥିକ ସ୍ଥିତି ମଧ୍ୟମରୁ ଉତ୍ତମ ରହିବ। ଦିନଟିରେ ବାଦ ବିବାଦ ତଥା ନ୍ୟାୟ ନିଷ୍ପତ୍ତି କର୍ମରେ ଯୋଗଦାନ ରଖନ୍ତୁ ନାହିଁ। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖିବା ନିତାନ୍ତ ଆବଶ୍ୟକ। ଯାତ୍ରା ପାଇଁ ଦିନଟି ଆଦ୍ୟ ଶୁଭଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ବାକ୍ଶୁଦ୍ଧି ରଖିବା ନିତାନ୍ତ ଆବଶ୍ୟକ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଗୋଲାପୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କନ। ଆପଣ ଆଜି ଦେବୀ ମନ୍ଦିରରେ ଘୃତଦୀପ ଅର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବିଛା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅପବ୍ୟୟ ଖର୍ଚ୍ଚ ହୋଇପାରେ। ବୁଝି ବିଚାରିକି କର୍ମ ନିର୍ବାହ କରିବା ନିତାନ୍ତ ଆବଶ୍ୟକ ଅଟେ। ସରକାରୀ ବେସରକାରୀ କର୍ମକୁ ନେଇକି ଉନ୍ନତିର ମାର୍ଗଦର୍ଶନ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ରହିବ। ଆର୍ଥିକ ସ୍ଥିତି ଅତି ଉତ୍ତମ ଅଟେ। ସ୍ୱାସ୍ଥ୍ୟ ଶରୀର ସବଳ ରହିବା ସହିତ ଯାତ୍ରା ସମୟରେ ଶୁଭଫଳ ପ୍ରାପ୍ତି କରିବେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅଳ୍ପ ମାତ୍ରାରେ ଅଶାନ୍ତି ଲକ୍ଷ୍ୟ କରିପାରନ୍ତି। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ସିନ୍ଦୁରବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 3। ଆପଣ ଆଜି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ ହୁଅନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଧନୁରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅପବ୍ୟୟ ଖର୍ଚ୍ଚର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ତରତର ନିଷ୍ପତ୍ତି ନିଅନ୍ତୁ ନାହିଁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ପ୍ରତି ସଦାସର୍ବଦା ଧ୍ୟାନ ରଖନ୍ତୁ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆବଶ୍ୟକ ସ୍ଥଳେ ଋଣ ଗ୍ରହଣ କରିପାରନ୍ତି। ସ୍ୱାସ୍ଥ୍ୟ ଶରୀର ମଧ୍ୟମରୁ ଉତ୍ତମ ରହିବ। ଯାତ୍ରା ପାଇଁ ଦିନଟି ବିଶେଷ ସୁଖଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସଦାସର୍ବଦା ସନ୍ତାପିତ ହେବାର ସୂଚନାରୁ ଜଣାଯାଏ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ରକ୍ତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 1। ଆପଣ ଆଜି ପିତାମାତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମକର ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଏକାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ କର୍ମ ଚଞ୍ଚଳ ରହିବେ। ସରକାରୀ ବେସରକାରୀ କର୍ମକୁ ନେଇକି ମାନ ସମ୍ମାନ ପ୍ରାପ୍ତି ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ଅଟେ। ଆର୍ଥିକ ସ୍ଥିତି ଅତି ଉତ୍ତମ ରହିବ। ସ୍ୱାସ୍ଥ୍ୟ ଶରୀର ସବଳ ରହିବା ସହିତ ଦିନଟିରେ ପ୍ରତି ମୁହୂର୍ତ୍ତରେ ସୁସମ୍ବାଦ ଶ୍ରବଣ କରିବେ। ଯାତ୍ରା ପାଇଁ ଦିନଟି ଅମୃତ ତୁଲ୍ୟ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳ ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ସବୁଜ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 6। ଆପଣ ଆଜି ତୁଳସୀ ଚଉରା ମାଟିକୁ କପାଳରେ ତିଳକ ରୂପେ ଧାରଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦାୟକ ହେବ। କୁମ୍ଭ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦଶମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ନୂତନ କର୍ମରେ ମତେ ଧାବନ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଅଳ୍ପ ମାତ୍ରାରେ ଆଳସ୍ୟ ଗୁଣ ରହିପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ଅଟେ। ଦିନଟିରେ କର୍ମମୟ ଜୀବନ ଶାନ୍ତିପୂର୍ଣ୍ଣ ଭାବେ ଅତିବାହିତ ହେବ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ଧାର କରଜ ଦେଇଥିବା ସମ୍ପତ୍ତି ଫେରସ୍ତ ପାଇପାରନ୍ତି। ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ଅଟେ। ଯାତ୍ରା ପାଇଁ ଦିନଟି ଅମୃତ ତୁଲ୍ୟ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସଦାସର୍ବଦା କର୍ମଚଞ୍ଚଳ ରହିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଚିତ୍ରବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ଶିବଶକ୍ତିଙ୍କ ଦର୍ଶନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମୀନ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ନବମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅଳ୍ପ ମାତ୍ରାରେ ଆଶ୍ୱସ୍ତି ଲାଭ କରିବେ। ମିଳିତ ବ୍ୟବସାୟକୁ ନେଇକି ମାନ ସମ୍ମାନ ପ୍ରତି ଯତ୍ନଶୀଳ ରୁହନ୍ତୁ। ସରକାରୀ ବେସରକାରୀ କର୍ମକୁ ନେଇକି ସନ୍ତାପିତ ହୋଇପାରନ୍ତି। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମଧ୍ୟମରୁ ଉତ୍ତମ ରହିବ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ଅଟେ। ଯାତ୍ରା ପାଇଁ ଦିନଟି ଆପଣଙ୍କ ପକ୍ଷରେ ଯିବ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସ୍ୱାସ୍ଥ୍ୟ ହାନିର ସୂଚନା ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଫିକା ଗୋଲାପୀ ରଙ୍ଗ, ଶୁଭ ଅଙ୍କ 2। ଆପଣ ଆଜି ଦେବୀ ମନ୍ଦିରରେ ଘୃତଦୀପ ଅର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଦର୍ଶକ ବନ୍ଧୁ, ଇଏ ଥିଲା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶିର ରାଶିଫଳ ଏବଂ ଆଜିର ଦିବ୍ୟ ଚିନ୍ତନ। ଏବେ ଅନୁମତି ଦିଅନ୍ତୁ। ନୌ ମା ଭଗବତୀ ଶରଣ।